ବୈଶିଙ୍ଗା ଥାନା ଅଧୀନ ସଇଦପୁର ଜଙ୍ଗଲରେ ଥିବା 22 ଟିକିଆ ହାତୀପଲ ରବିବାର ଅପରାହ୍ନ 5ଟାରେ ଜଙ୍ଗଲରୁ ବାହାରି ଜନବସତି ମୁହାଁ ଅଗ୍ରସର ହେଉଥିବାର ଦେଖିବାକୁ ମିଳିଛି। ସୂଚନା ମୁତାବକ 23 ଟିକିଆ ଝାଡ଼ଖଣ୍ଡି ହାତୀପଲ ବେତନଟି ରେଞ୍ଜ ଇଲାକାର ବିଭିନ୍ନ ସଂରକ୍ଷିତ ଜଙ୍ଗଲମାନଙ୍କରେ ବିଚରଣ କରିବା ପରେ କିଛି ଦିନ ପୂର୍ବରୁ ବେତନଟି ଥାନା ତଥା ରେଞ୍ଜ ଅଧୀନ ଅସନାବଣୀ ସଂରକ୍ଷିତ ଜଙ୍ଗଲରେ ଡେରା ପକାଇ ରହିଥିଲେ। ତେବେ ଏହି ମୁଖ୍ୟ ହାତୀପଲ ମଧ୍ୟରୁ ଗୋଟିଏ ହାତୀ ମୁଖ୍ୟ ଦଳରୁ ଅଲଗା ହୋଇ କୃଷ୍ଣଚନ୍ଦ୍ରପୁର ଅଞ୍ଚଳକୁ ପଳାଇ ଯାଇଥିବା ବେଳେ 22 ଟିକିଆ ହାତୀପଲ ଛାତନା ଜଙ୍ଗଲ ହୋଇ ସଇଦପୁର ଜଙ୍ଗଲରେ ପ୍ରବେଶ କରିଛନ୍ତି। ଏହାପରେ ରବିବାର ଅପରାହ୍ନରେ ଜଙ୍ଗଲରୁ ବାହାରି ହାତୀପଲ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ଅଗ୍ରସର ହେଉଥିବାର ଦେଖିବାକୁ ମିଳିଛି। ତେବେ ବନ ବିଭାଗ ପକ୍ଷରୁ ଘଟଣାସ୍ଥଳରେ ମୁତୟନ କରାଯାଇଥିବା ଗଜଛାତୀ ପ୍ରମୁଖ ମିଳିତ ଭାବରେ ଉଦ୍ୟମ କରି ହାତୀପଲକୁ ପୁନର୍ବାର ଜଙ୍ଗଲ ମୁହାଁ ଅଗ୍ରସର କରାଇବାରେ ସଫଳ ହୋଇଛନ୍ତି। ହାତୀପଲର ଗତିବିଧି ଉପରେ ଅନୁଧ୍ୟାନ ରଖିବାକୁ ବନ ବିଭାଗର ଟିମ୍ ସମେତ ଗଜଛାତୀ ପ୍ରମୁଖ ଘଟଣାସ୍ଥଳରେ ସଜାଗ ରହିଛନ୍ତି।